ହ୍ୟାଲୋ। ହାଏ ନମସ୍କାର। ଆଜିର ଏ ଭିଡ଼ିଓକୁ ସ୍ୱାଗତ। କଟକ ସେସ୍ର ଆଜି ଆମେ ଜାଣିବା ରେସିଡେନ୍ସ ସାର୍ଟିଫିକେଟ୍ କେମିତି ଆପ୍ଲାଏ ହେଇପାରିବ। ତ ଚାଲନ୍ତୁ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଯେଉଁମାନେ ନୂଆ କରି ଭିଡ଼ିଓଟିକୁ ଦେଖୁଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ଆଉ ଲାଇକ୍ ସେୟାର କରନ୍ତୁ। ତ ପ୍ରଥମେ ଆମକୁ ଗୁଗଲ କ୍ରୋମକୁ ଯିବାକୁ ପଡ଼ିବ। ଗୁଗଲ କ୍ରୋମକୁ ଯାଇ ସର୍ଭିସ୍ ପ୍ଲସ୍କୁ ଯିବାକୁ ପଡ଼ିବ, ସର୍ଚ୍ଚ କରିବାକୁ ପଡ଼ିବ। ଗୁଗଲ କ୍ରୋମକୁ ଯାଇ ସର୍ଭିସ୍ ପ୍ଲସ୍ ସର୍ଚ୍ଚ କରିବାକୁ ପଡ଼ିବ। ସର୍ଭିସ୍ ପ୍ଲସ୍କୁ ଯାଇ ଯଦି ସେଠାରେ ଆପଣଙ୍କର ଆଇଡି ନଥିବ ଫାଷ୍ଟ ରେଜିଷ୍ଟ୍ରେସନ୍ କରିବେ, ନହେଲେ ଲଗ୍ଇନ୍ ଉପରେ ଡାଇରେକ୍ଟ କ୍ଲିକ୍ କରିବେ। ମୋର ଆଇଡି ଅଛି ତ ମୁଁ ଲଗ୍ଇନ୍ ଉପରେ ଡାଇରେକ୍ଟ କ୍ଲିକ୍ କରିବି। କ୍ଲିକ୍ କଲା ପରେ ୟୁଜର ଆଇଡି ପାସୱାର୍ଡ ଦେଇ କ୍ୟାପଚର ଦେଇ ଲଗ୍ଇନ୍ ଉପରେ କ୍ଲିକ୍ କରିବି। କ୍ଲିକ୍ କଲା ପରେ ଆପ୍ଲାଏ ଫର୍ ସର୍ଭିସେସ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଭ୍ୟୁ ଅଲ୍ ଆଭେଲେବଲ୍ ସର୍ଭିସ୍ ଉପରେ କ୍ଲିକ୍ କଲା ପରେ ସର୍ଚ୍ଚ ଅପସନ୍କୁ ଯାଇ ରେସିଡେନ୍ସ ସାର୍ଟିଫିକେଟ୍ ସର୍ଚ୍ଚ କରିବାକୁ ପଡ଼ିବ। ତ ଆସିଲା ପରେ 3 ନମ୍ବରରେ ଯେଉଁ ଅଛି ଇସ୍ୟୁଏନ୍ସ ଅଫ୍ ରେସିଡେନ୍ସ ସାର୍ଟିଫିକେଟ୍ ସେଠାରେ କ୍ଲିକ୍ କରିବାକୁ ପଡ଼ିବ। ପ୍ରଥମେ ମିଷ୍ଟର କି ମିସ୍ କି କୁମାରୀ ସେଟା ଦେବେ। ଦେଇ ସାରିଲା ପରେ ନେମ୍ ଅଫ୍ ଦ ଆପ୍ଲିକାଣ୍ଟ ଦେବେ। ଚୁଜ୍ ଫାଇଲ୍ ଯୋଉଟା କି 20 KB ଭିତରେ 20ରୁ 250 KB ଭିତରେ ଗୋଟେ ଫଟୋ ଅପଲୋଡ କରିବେ, ପାସପୋର୍ଟ ସାଇଜ ଫଟୋ। ତାପରେ ଜେଣ୍ଡର ଦେବେ, ମ୍ୟାରିଟାଲ ଷ୍ଟାଟସ ଦେବେ, ଏଜ ଦେବେ। ତ ଆଧାର ନମ୍ବର ଏ ଜାଗାରେ ଏ ପିଲାର ଆଧାର ହବା ପାଇଁ ରେସିଡେନ୍ସ ସାର୍ଟିଫିକେଟଟା କରାହଉଛି, ତେଣୁକରି ଏଥିରେ ଆଧାର ନମ୍ବର ଦବା କିଛି ଦରକାର ନାହିଁ। ତାପରେ ଫାଦର୍ସ ନେମ୍ ଏଣ୍ଟର କରିବାକୁ ପଡ଼ିବ, ତାପରେ ମଦର୍ସ ନେମ୍, ତାପରେ ମୋବାଇଲ ନମ୍ବରଟିକୁ ଏଣ୍ଟର କରି ମେଲ୍ ଆଇଡି ଦେବାକୁ ପଡ଼ିବ। ମେଲ୍ ଆଇଡି ଏଣ୍ଟର କଲା ପରେ ତାଙ୍କର ପ୍ରେଜେଣ୍ଟ ଆଡ୍ରେସ୍, ପରମାନେଣ୍ଟ ଆଡ୍ରେସ୍ ଫିଲ୍ଅପ୍ କରିବାକୁ ପଡ଼ିବ। ତ ତାଙ୍କ ବାପା ମାଙ୍କ ଆଧାରରେ 2 ଜଣଙ୍କ ଆଧାରରେ ଯେଉଁ ଆଡ୍ରେସ୍ ସେମ୍ ଥିବ ସେଇ ଆଡ୍ରେସଟିକୁ ଏଥିରେ ଏଣ୍ଟର କରିବାକୁ ପଡ଼ିବ। ପ୍ରଥମେ ଡିଷ୍ଟ୍ରିକ୍ଟ, ତାପରେ ତହସିଲ, ତାପରେ ଭିଲେଜ, ତାପରେ RI ସର୍କଲ, କି ଯଦି ଆପଣଙ୍କ ରହୁଥିବା ଜାଗାଟା ଯଦି ଆସୁନଥିବ ସେ ଜାଗାରେ ମାରିବେ ଭିଲେଜ ନଟ୍ ଇନ୍ ଲିଷ୍ଟ। ମାରି ସାରିଲା ପରେ ଭିଲେଜ ନେମ୍ଟିକୁ ଡାଇରେକ୍ଟଲି ଏଣ୍ଟର କରିପାରିବେ। ତାପରେ ପୋଲିସ ଷ୍ଟେସନ, ପୋଷ୍ଟ ଅଫିସ, ପିନକୋଡ, ତାପରେ କେତେ ବର୍ଷ ହେଲାଣି ସେ ଜାଗାରେ ରହିଲେଣି ସେଟା ଦେବେ। ତାପରେ ପରମାନେଣ୍ଟ ଆଡ୍ରେସ୍ ଯଦି ଆମର ସେମ୍ ଅଛି, ସେମ୍ ଆଜ୍ ପ୍ରେଜେଣ୍ଟ ଆଡ୍ରେସ୍ ଉପରେ କ୍ଲିକ୍ କରିକି ୟେସ୍ ମାରିଦେଲେ ସେ ଅଟୋମେଟିକ୍ ପଳେଇ ଆସିବ। ତାପରେ ଏଠି ଆପଣ ଆପ୍ଲିକାଣ୍ଟ ନିଜେ କି ଆଉ କିଏ ସେଟା ଏଠି ଦେବେ। ତ ମୁଁ ଅଦର ପର୍ସନ, ସେଥିପାଇଁ ମୁଁ ଦେଇଦେଉଛି ମୋ ନାଁ ପ୍ଲସ୍ ରିଲେସନ୍ ୱିଥ୍ ଆପ୍ଲିକାଣ୍ଟ, ସିଏ ମୋର କ'ଣ ହେବେ ସେଟା ବି ଏଣ୍ଟର କରିଦେଉଛି। ପର୍ପୋଜ କ'ଣ ପାଇଁ ଏଟା ଆପ୍ଲାଏ ହେଉଛି, ତ ଏଟା ଦେବାକୁ ପଡ଼ିବ ରେସିଡେନ୍ସ ସାର୍ଟିଫିକେଟ୍ ଫର୍ ଆଧାର ଏନରୋଲମେଣ୍ଟ। ଖାଲି ଫର୍ ଆଧାର ଏନରୋଲମେଣ୍ଟ ଲେଖିକି ଛାଡ଼ିଦେଲେ ହେଇଯିବ। ଫର୍ ଚାଇଲ୍ଡ ଆଧାର ଲେଖିଦେବେ, ସବୁଠୁ ବେଷ୍ଟ ଆଧାର ଏନରୋଲମେଣ୍ଟ। ତାପରେ ଡିକ୍ଲାରେସନ୍ ଉପରକୁ ଯାଇ ପ୍ଲେସ୍ ଦେବେ ଯୋଉଟା ଆପ୍ଲାଏ କରୁଛନ୍ତି, ତାପରେ ଆଇ ଏଗ୍ରି ଉପରେ କ୍ଲିକ୍ କରିବେ। ତଳେ ତହସିଲ ଅଫିସଟି ପଳେଇ ଆସିବ। କ୍ୟାପଚର ଦେବେ, କ୍ୟାପଚର ଦେଇ ସାରିଲା ପରେ ସବମିଟ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଡକୁମେଣ୍ଟ ଅପଲୋଡ଼ ପଳେଇ ଆସିବ। ତ ସେଠାରେ କୋଉ ଡକୁମେଣ୍ଟ ସବୁ ଅପଲୋଡ଼ ହେଉଛି ଚାଲନ୍ତୁ ଦେଖିବା।
ରେସିଡେନ୍ସ ସାର୍ଟିଫିକେଟ ପାଇଁ ତ ପ୍ରାୟତଃ ଜାଗାରେ ପଟ୍ଟାଟା ତ ମ୍ୟାଣ୍ଡାଟୋରି, କିନ୍ତୁ ଯଦି ଗୋଟେ ଲୋକ ପାଖରେ ଯଦି ପଟ୍ଟା ନାହିଁ, ସେ କ'ଣ ଅପଲୋଡ କରିପାରିବ ଦେଖନ୍ତୁ। ତ ସେ ଜାଗାରେ, ସେ ରହୁଥିବା ଜାଗାରେ ତାର ଯେକୌଣସି ବି ତାର ଧର ଇଲେକ୍ଟ୍ରିକ ବିଲ୍ ହେଲା, ପାଣି ବିଲ୍ ହେଲା, ତାପରେ ବ୍ୟାଙ୍କ ଆକାଉଣ୍ଟର ଫ୍ରଣ୍ଟ ପେଜ ହେଲା, ଆଧାର କାର୍ଡ ହେଲା, ଭୋଟର କାର୍ଡ ହେଲା, ଏଇତିକ ଡକୁମେଣ୍ଟ ବି ଯଦି ରହୁଛି, ସବୁତିକ ଯଦି ସିଏ ସ୍କାନ କରି ଯଦି ଅପଲୋଡ କରୁଛନ୍ତି ରେସିଡେନ୍ସ ସାର୍ଟିଫିକେଟ ପାଇଁ, ତାହେଲେ ବି ତାଙ୍କ ରେସିଡେନ୍ସ ସାର୍ଟିଫିକେଟ ହେଇଯିବ। କାହିଁକି ନା ଗୋଟାଏ ଜାଗାର ତାଙ୍କର ଅଦର ସବୁ ଡକୁମେଣ୍ଟ ଅଛି, କିନ୍ତୁ ପଟ୍ଟାଟା ନାହିଁ, ତ ରେସିଡେନ୍ସ ସାର୍ଟିଫିକେଟଟା ହେଇଯାଇପାରିବ। ତ ସେମିତି ଏ କ୍ଷେତ୍ରରେ ବି ସେଇଆ ହେଇଛି, ତାଙ୍କର ପଟ୍ଟା ନାହିଁ କିନ୍ତୁ ବାକି ଡକୁମେଣ୍ଟ ସବୁ ଯାକ ଅଛି, ତ ତାକୁ ଆମେ ସବୁ ସ୍କାନ କରିକି ରଖିଛୁ। ପିଲାର ବାର୍ଥ ସାର୍ଟିଫିକେଟ ପ୍ଲସ୍ ବାପା ମାଙ୍କ ଆଧାର, ଭୋଟର, ବ୍ୟାଙ୍କ ଆକାଉଣ୍ଟର ଫ୍ରଣ୍ଟ ପେଜ, ସେଗୁଡା ସବୁ ଯାକ ସ୍କାନ କରି ଅପଲୋଡ କରିବା। ଅପଲୋଡ କଲା ପରେ ସେଭ୍ ଆନେକ୍ସର ଉପରେ କ୍ଲିକ୍ କରିବାକୁ ପଡିବ। ତାପରେ ସବମିଟ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ରିସିପ୍ଟ ଜେନେରେଟ୍ ହେଇଗଲା। ଆଜିର ଭିଡ଼ିଓ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଆଗକୁ ଏମିତି ଇନଫର୍ମେଟିଭ ଭିଡ଼ିଓ ପାଇବା ପାଇଁ ଆମର ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ଆଉ ବିନା ପଟ୍ଟାରେ ବି ରେସିଡେନ୍ସ ସାର୍ଟିଫିକେଟ ହେଇପାରିବ। ତ ଏ ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖନ୍ତୁ, ଭିଡ଼ିଓଟିକୁ ବୁଝିକି ନିଜେ ଆପ୍ଲାଏ କରନ୍ତୁ। ରହୁଛି, ଜୟ ଜଗନ୍ନାଥ। ଦେଖା ହେବ ପୁଣି ଆଗାମୀ ଭିଡ଼ିଓରେ।